ଆସନ୍ତାକାଲି 21 ତାରିଖ ଦିନ ପ୍ରଥମ ଥର ପାଇଁ ସମ୍ବଲପୁରରେ ଏକ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶୁଣିବେ ଲୋକଙ୍କର ଅଭିଯୋଗ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ସହିତ ଆହୁରି 11 ଜଣ ମନ୍ତ୍ରୀ ତଥା ବିଭିନ୍ନ ବିଭାଗୀୟ ସଚିବ ମଧ୍ୟ ଉପସ୍ଥିତ ରହିବେ। ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ଗତକାଲି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକ, ପୂର୍ବତନ ବିଧାୟକ ନାଉରୀ ନାୟକ ଆସି ସମୀକ୍ଷା କରିଥିଲେ ଏବଂ ବୁଲି ଦେଖିଥିଲେ। ଆଜି ଆସନ୍ତୁ ଦେଖିବା ଏବଂ ଶ୍ରୀ ରବି ନାୟକଙ୍କ ମୁହଁରୁ କିଛି ଶୁଣିବା। ଜନମୁଖ ଅନଲାଇନ୍ ପାଇଁ ବୀରେନ୍ଦ୍ର କୁମାର ପାଣିଗ୍ରାହୀ, ନମସ୍କାର। ରିଜନ ସେକ୍ରେଟାରୀ ସୁରେନ୍ଦ୍ର କୁମାର ଗୋଟେ ଡିସି ହେଲା, ଯଦି ହେବ ଲାଗିଲେ ହୋମ୍ ସେକ୍ରେଟାରୀଟା ଚେୟାର ଦେବ ହେଲା। ତ ଏଠି ଛାଡ଼ିଦେବ ଆମର ରାସ୍ତା ଟିକେ ଛାଡ଼ିଦେବ, ଏତିକି ଯାକ ତାଙ୍କର ଲାଗିଲେ ଛାଡ଼ିଦେବ, ଏତିକିଟା ତାଙ୍କର କିନ୍ତୁ ସିଏମ ଏଇଟା ବଡ଼ଟା, ଏଇଟା ଛୋଟଟା, ଏଇଟା ସେକ୍ରେଟାରୀ ବସିବେ। ଖାଲି ଯଦି ପାର୍ସୋନାଲ ଯଦି ସେକ୍ରେଟାରୀ ଜଣ ରହିବ ମୁଁ ଯେଉଁଟା ସିଷ୍ଟମଟା ତା ସଙ୍ଗେ ସଙ୍ଗେ ବି ଆହୁରି ଆଉଟଡୋରର ଯେଉଁମାନେ ଅଛନ୍ତି ସେମାନଙ୍କୁ ବି ଦେଖା କରିବାର ବ୍ୟବସ୍ଥା ରଖାଯାଇଛି। ଏ ବ୍ୟବସ୍ଥା ଭିତରେ 11 ଜଣ ମନ୍ତ୍ରୀ ଆସୁଛନ୍ତି। 11 ଜଣ ମନ୍ତ୍ରୀ ଭିତରେ 7 ଜଣ କ୍ୟାବିନେଟ୍ ମିନିଷ୍ଟର ଅଛନ୍ତି। ତ ସମସ୍ତ ଯେଉଁ ମନ୍ତ୍ରୀମାନେ ଆସିବେ ଏବଂ ତାଙ୍କ ସାଙ୍ଗରେ ଯେଉଁ କମିଶନରମାନେ ଆସିବେ, କମିଶନର ମାନେ ସେକ୍ରେଟାରୀମାନେ ଆସିବେ, ସେମାନେ ଯେଉଁ ବସିବାର ଏବଂ ଲୋକଙ୍କର ଗ୍ରିଭାନ୍ସକୁ ସଠିକ୍ ଭାବରେ ମୂଲ୍ୟାଙ୍କନ କରିବା, ଏଇଟା ହେଉଛି ସବୁଠାରୁ ବଡ଼ କଥା। ଯେ ଲୋକ ଆସିବ, ଯେ ମନ୍ତ୍ରୀକୁ ତାଙ୍କର ତା ପୂର୍ଣ୍ଣାଙ୍ଗ ବିଷୟ କହିବ, ତାପରେ ମାର୍ଚ୍ଚ କ'ଣ କରିବ ସେଟା ସେ ହିସାବରେ ମାର୍ଚ୍ଚ କରିବେ ମନ୍ତ୍ରୀ ଏବଂ କମିଶନରମାନେ ବି ତାଙ୍କର ବିଷୟକୁ ବୁଝିବେ, ହୃଦୟଙ୍ଗମ କରିବେ ଏବଂ ତାଙ୍କ କାର୍ଯ୍ୟକ୍ରମ କରିବା ପାଇଁ ସେ ବି ଇଏ କରିବେ। ତ ସେ ଦୃଷ୍ଟିରୁ ଯେଉଁ ଲୋକମାନେ ଆସିବେ, ଲୋକମାନେ କେମିତି ବସିବେ, କେମିତି ତାଙ୍କର ଗୁହାରି ଜଣେଇବେ ଏବଂ ମୁଖ୍ୟମନ୍ତ୍ରୀ କେମିତି ଆସିବେ, ତାଙ୍କ ପାଖରେ ଗୁହାରି କେମିତି ଜଣେଇବେ, ଏସବୁ ବ୍ୟବସ୍ଥା ଭିତରେ ଯଦି ଅବ୍ୟବସ୍ଥା ହେଇଯିବ ତାହେଲେ ସେ ଲୋକଙ୍କର ଯେଉଁ ଆଶାଟା ହିଁ ଆଶା ଇଚ୍ଛାଟି ରହିଯିବ। ସେଇ ଦୃଷ୍ଟିରେ ଏ କାର୍ଯ୍ୟକ୍ରମକୁ ଆଜି ମୁଁ ଦେଖି ଆସିବା ସଙ୍ଗେ ଆମ ଦଳର ଯିଏ ଅଛନ୍ତି ପୂର୍ବତନ ବିଧାୟକ ଆମର ନାଉରୀ ନାୟକ ମହାଶୟ, ସେ ରାଜ୍ୟରେ ଅଛନ୍ତି ଉପସଭାପତି ଦାୟିତ୍ୱ, ଆମର ଦେବେନ୍ଦ୍ର ମହାପାତ୍ର ବି ବରିଷ୍ଠ ନେତା ଅଛନ୍ତି। ତା ସଙ୍ଗେ ସଙ୍ଗେ କାର୍ଯ୍ୟକର୍ତ୍ତା ସମସ୍ତେ ଆମେ ଦେଖୁଛୁ ଯେ କେମିତି ଲୋକମାନେ ଅସୁବିଧା ନ ହୁଏ, ତା ସଙ୍ଗେ ସଙ୍ଗେ ପାଣି କେମିତି ପାଇପାରିବେ, କେଉଁଠି ଚେୟାର ରଖିଲେ ସେମାନେ ବସିପାରିପାରିବେ, ଦିବ୍ୟାଙ୍ଗମାନେ ଯେଉଁମାନେ ଆସିବେ ସେଠି କେଉଁଠି ରହିଲେ ସିଏମ୍ ସମସ୍ତଙ୍କ ସହିତ କଥାବାର୍ତ୍ତା ଲାଗିପାରିବେ। ଏସବୁ ଯେଉଁ ବିଭିନ୍ନ ବିଷୟ ଅଛି, ପ୍ରତ୍ୟେକ ବିଷୟକୁ ଯଦି ଟିକି ଦେଖା ନଯିବ, ନୂଆ କରି ହେଉଥିବା ଅବ୍ୟବସ୍ଥା ହେଲେ ଆଗାମୀ ଦିନରେ ଏ ପ୍ରୋଗ୍ରାମ ଲୋକଙ୍କ ପାଇଁ ଠିକ୍ ହେବ ନାହିଁ। ସେଇ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କର ତରଫରୁ ମୁଁ ଏଟାକୁ ଦେଖିବା ପାଇଁ ଆସିଛି ଏବଂ ଆଜି ଦେଖିଲା ପରେ ଆମେ ଗୋଟେ ଟିମ୍ ତାକୁ ଆଉ ଟିକେ ସଂଯୋଜନା କରିବୁ। ଆପଣ ସାଟିସ୍ଫାଏ ହେଲେ କି ଯଦି ଦେଖିଲେ ଯେଉଁ ଆପଣ ସାଟିସ୍ଫାଏ ହେଲେ? ଆମେ ସାଟିସ୍ଫାଏ ଅଛୁ, କିନ୍ତୁ ଜାଗା ଛୋଟ ଅଛି। ଛୋଟକୁ ଆମେ କେମିତି ଲୋକଙ୍କ ସୁବିଧା ଦୃଷ୍ଟିରୁ କେମିତି ସଂଯୋଜନା କରାଯିବ ସେଇଟା ଗୋଟେ ବିଷୟ ଅଛି। ଆମର ଯେଉଁ କାର୍ଯ୍ୟକର୍ତ୍ତାମାନେ ଅଛନ୍ତି, କେଉଁଠି ପାଣି ଦେବେ, କେଉଁଠି ଓଆରଏସ୍ ରହିବ,